ବିଜୁ ପଟ୍ଟନାୟକ ଫିଲ୍ମ ଟେଲିଭିଜନ ପ୍ରତିଷ୍ଠାନ ପକ୍ଷରୁ ରିୱିଣ୍ଡ ଆଣ୍ଡ ରିଫ୍ରେମ୍ର ଉନ୍ମୋଚିତ ହୋଇଛି। ଉତ୍ସବରେ ପ୍ରତିଷ୍ଠାନର ଅଧ୍ୟକ୍ଷ ହିମାଂଶୁ ଶେଖର ଖଟୁଆ, ନିର୍ଦ୍ଦେଶକ ଶୁଭ ରଞ୍ଜନ ରାୟ, ନାଟ୍ୟକାର ଅନନ୍ତ ମହାପାତ୍ର, ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ ପ୍ରମୁଖ ଯୋଗ ଦେଇଥିଲେ। ବିଶେଷକରି ଭବିଷ୍ୟତ ପିଢ଼ିକୁ ମାର୍ଗଦର୍ଶନ କରିବା ଏବଂ ଗବେଷଣା ଭିତ୍ତିକ ସିନେମା ଶିକ୍ଷା ପ୍ରଦାନ କରିବା ଏ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ଏ ରିୱିଣ୍ଡ ଆଣ୍ଡ ରିଫ୍ରେମ୍ର ଦୃଷ୍ଟିକୋଣକୁ ସମୃଦ୍ଧ ଏବଂ ଆଗାମୀ ପିଢ଼ି ପାଇଁ ଅମୂଲ୍ୟ ଜ୍ଞାନ ସଂରକ୍ଷଣ କରିବ। କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଶିକ୍ଷାବିତ୍, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। ରଞ୍ଜନ ରାୟ, ମୁଁ ଡାଇରେକ୍ଟର ଇନଚାର୍ଜ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ। ଆଜିର ଆମର ଇନାଗୁରେସନ ପ୍ରୋଗ୍ରାମ ଥିଲା ବିପି ଏକ୍ଟର ଥର୍ସଡେ ଟକ୍ ଶୋ। এই টক শোটা এটা প্রথম থর পাই কোনসি গোটে অনুষ্ঠাନରେ অর্গানাইজ করা যাଉଛି। তার মূল লক্ষ্য হলা যে এটা আমি ওড়িশা ও ওড়িশা বাহারে থিবা বিভিন্ন ফিল্ডর লোক ଯୋଉମାନଙ୍କର ତାଙ୍କର କାମ କରିଛନ୍ତି ଦୀର୍ଘ ବର୍ଷ ଧରି ସେମାନଙ୍କର ଯୋଉ କଣ୍ଟ୍ରିବ୍ୟୁସନ ଅଛି ଆମେ ସେଇ କଣ୍ଟ୍ରିବ୍ୟୁସନକୁ ନେଇକି ଆମେ ଗୋଟେ ଟକ୍ ଶୋ ରଖିବୁ। ସେଇ ଟକ୍ ଶୋରେ ଏଇଟା ଗୋଟେ ଷ୍ଟୁଡେଣ୍ଟ ସହିତ ଇଣ୍ଟରାକ୍ସନ ପ୍ରୋଗ୍ରାମ ହବ। ତାଙ୍କର କ୍ରିଏଟିଭିଟି, ତାଙ୍କର ଆଚିଭମେଣ୍ଟ, ତାଙ୍କର ଯାହା କଣ୍ଟ୍ରିବ୍ୟୁସନ ରହିଛି ସେ କଣ୍ଟ୍ରିବ୍ୟୁସନକୁ ନେଇକି ଆମେ ପିଲାଙ୍କ ସହିତ ଡିସ୍କସ୍ କରିବୁ। ଆଣ୍ଡ ତା ଉପରେ ଗୋଟେ ପ୍ରୋଫାଇଲ ତିଆରି ହବ। ଆଣ୍ଡ ସେଇଟା ଗୋଟେ ଆର୍କାଇଭ ହେଇକି ରହିବ। ତେଣୁ ଏଇଟା ଗୋଟେ ଲଙ୍ଗ ପ୍ରୋସେସ। ଏଇଟା ପ୍ରତି ଗୁରୁବାର ଦିନ ଏଇଟା ଇନଷ୍ଟିଟ୍ୟୁସନରେ କରାଯିବ। ଏଥର ପ୍ରଥମ ଥର ପାଇଁ ଆମର ଟକ୍ ଶୋରେ ଆମ ଇନାଗୁରେସନରେ ଅଛନ୍ତି ଆଦିତ୍ୟ ଗଡ଼ନାୟକ ସାର୍ ଆଣ୍ଡ ଅନନ୍ତ ମହାପାତ୍ର ସାର୍। ଆଣ୍ଡ ପ୍ରଥମ ଟକ୍ ଶୋ ଆଜିର ଟକ୍ ଶୋରେ ଆମର ପ୍ରଥମ ଥର ପାଇଁ ଚେୟାରମ୍ୟାନ ସାର୍ଙ୍କର ଫାଷ୍ଟ ଟକ୍ ଶୋଟା ଅଛି, ଯୋଉଟା କି पेज टू स्क्रीन। तो এটা ଗୋଟେ বড় কথা ওড়িশার তথা কোনসি ফিল্ম ইনস্টিट्यूट भी এটা করা যায়নি। এটা প্রথম থর আউনে যে এটা বেসিক্যালি স্টুডেন্টস को बहुत बेनिफिट करिवो और रिसर्च क्लास पे भी तांकर क्रिएटिविटी पे सबुतर এটা हेल्प करिवो। ठीक है। कटकरू मानस कुमार साहू का रिपोर्ट, संघर्ष टीवी।